ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଭାଉଚର ପ୍ରଦାନ କରୁଛି। ମାତ୍ର 601 ଟଙ୍କାରେ 5G ଅପଗ୍ରେଡ୍ ଗିଫ୍ଟ ଭାଉଚର ପ୍ରଦାନ କରୁଛି ଜିଓ। ଆପଣ ଏହି ଭାଉଚର ନିଜ ପାଇଁ ବ୍ୟବହାର କରିପାରିବେ କିମ୍ବା ଏହାକୁ ଅନ୍ୟ କାହାକୁ ଉପହାର ମଧ୍ୟ କରିପାରିବେ। ଏହାର ବେଷ୍ଟ ଭାଉଚର ହେଉଛି ଏହା ସମ୍ପୂର୍ଣ୍ଣ ଟ୍ରାନ୍ସଫର ଯୋଗ୍ୟ। ଯଦି ଆପଣ ଏହି ଭାଉଚର କାହାକୁ ଉପହାର ଦେଉଛନ୍ତି ଏହା ସେମାନଙ୍କର ମାଇ ଜିଓ ଆକାଉଣ୍ଟରେ ଯୋଡ଼ି ହୋଇଯିବ। 601 ଟଙ୍କା ଅପଗ୍ରେଡ୍ ଭାଉଚର କ'ଣ? ଏହି ଭାଉଚର ସେହି ୟୁଜରମାନଙ୍କ ପାଇଁ ଯେଉଁମାନେ ବର୍ତ୍ତମାନ 4G ନେଟୱାର୍କରେ ଅଛନ୍ତି ଏବଂ ଜିଓର ଏହି 5G ଏକ୍ସପିରିଏନ୍ସ ଅନୁଭବ କରିବା ପାଇଁ ଚାହୁଁଛନ୍ତି। ଜିଓ ବର୍ତ୍ତମାନ ସେହି ପ୍ଲାନ୍ ଗୁଡ଼ିକ ଉପରେ 5G ସର୍ଭିସ ପ୍ରଦାନ କରୁଛି ଯେଉଁଥିରେ 2GB କିମ୍ବା ଅଧିକ ଡେଲି ଡାଟା ଉପଲବ୍ଧ ଅଛି। ଏପରି ପରିସ୍ଥିତିରେ ଯେଉଁମାନେ ଦୈନିକ 1.5GB ଡାଟା ସହିତ କୌଣସି ପ୍ଲାନ୍ ବ୍ୟବହାର କରୁଛନ୍ତି ସେମାନେ ଏହି ଭାଉଚର ସାହାଯ୍ୟରେ 5Gର ମଜା ଉଠାଇ ପାରିବେ। 601 ଟଙ୍କାର ଏହି ଭାଉଚର ବାସ୍ତବରେ 12ଟି ଛୋଟ ଭାଉଚର ଏକ ପ୍ୟାକେଜ ଯାହାର ପ୍ରତ୍ୟେକ ଭାଉଚର ମୂଲ୍ୟ 51 ଟଙ୍କା। ମାଇ ଜିଓ ଆପ୍ରୁ ଏହି 51 ଟଙ୍କା ଭାଉଚର ଆକ୍ଟିଭ୍ ହୋଇପାରିବ। ଏହି ଭାଉଚର ବ୍ୟବହାର କରି ଆପଣ ଏକ ବର୍ଷ ପାଇଁ 5G ନେଟୱାର୍କ ସହିତ କନେକ୍ଟ ହୋଇପାରିବେ। ବିଶେଷ କଥା ହେଉଛି 51 ଟଙ୍କା ଭାଉଚର କେବଳ ସେହି ମାସିକ ପ୍ରିପେଡ୍ ପ୍ଲାନ୍ ବ୍ୟବହାର କରିପାରିବେ ଯାହାର ଦୈନିକ 1.5GB ଡାଟା ପ୍ରଦାନ କରୁଥାଏ। 601 ଟଙ୍କା ଭାଉଚର ମାଇ ଜିଓ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇପାରିବ। ତଥାପି 51 ଟଙ୍କାର ଛୋଟ ଭାଉଚରକୁ ପୃଥକ ଭାବରେ ଟ୍ରାନ୍ସଫର କରାଯାଇପାରିବ ନାହିଁ। ଜିଓ କହିଛି ଉପଭୋକ୍ତାମାନେ 601 ଜିଓ ଟ୍ରୁ 5G ଅପଗ୍ରେଡ୍ ଗିଫ୍ଟ ଭାଉଚର ସେମାନଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସେମାନଙ୍କର ଜିଓ ନମ୍ବରରେ ରିଡିମ୍ କରିବା ପୂର୍ବରୁ ଟ୍ରାନ୍ସଫର କରିପାରିବେ। ରିଲାଏନ୍ସ ଜିଓର ଏହି ଭାଉଚର ସେହି ୟୁଜରମାନଙ୍କ ପାଇଁ ଯେଉଁମାନେ କମ୍ ମୂଲ୍ୟରେ 5Gର ମଜା ଉଠାଇବା ପାଇଁ ଚାହୁଁଛନ୍ତି। ଏହାକୁ ବ୍ୟବହାର କରି ୟୁଜରମାନେ ଅଧିକ ଖର୍ଚ୍ଚ ନକରି ସେମାନଙ୍କର ଡାଟା ସ୍ପିଡ୍ ଏବଂ କନେକ୍ଟିଭିଟି ଅପଗ୍ରେଡ୍ କରିପାରିବେ। ଏହି ଭାଉଚରକୁ କିପରି ରିଡିମ୍ କରିବେ? ଆପଣଙ୍କର ମାଇ ଜିଓ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ। ଆପ୍ ମେନୁରେ ମାଇ ଭାଉଚର ସେକ୍ସନକୁ ଯାଆନ୍ତୁ। ଉପଲବ୍ଧ ଭାଉଚର ଲିଷ୍ଟରୁ 601 ଭାଉଚର ଚୟନ କରନ୍ତୁ। ଭାଉଚର ରିଡିମ୍ କରିବାକୁ ରିଡିମ୍ ବଟନ୍ ଦବାନ୍ତୁ। ଏହାପରେ ଭାଉଚର ରିଡିମ୍ ପ୍ରକ୍ରିୟା ନିଶ୍ଚିତ କରନ୍ତୁ। ଭାଉଚର ରିଡିମ୍ ହେବା ମାତ୍ରେ ଜିଓର 5G ନେଟୱାର୍କ ବ୍ୟବହାର କରିବା ଆରମ୍ଭ ହୋଇଯିବ।